କାହିଁକି ଆମେ ବଞ୍ଚିବା ପାଇଁ ଭିନ୍ନ ଭିନ୍ନ ପ୍ରକାର ଖାଦ୍ୟ ଖାଇଥାଉ? କାହିଁକି ଆମେ ଆମର ପ୍ରିୟ ଖାଦ୍ୟ ସର୍ବଦା ଖାଇପାରିବା ନାହିଁ ଏବଂ କେବଳ ଜଳକୁ ସବୁବେଳେ ପିଇକି ଆମେ ବଞ୍ଚିପାରିବା କି? ଏହି ସବୁ ପ୍ରଶ୍ନର ଉତ୍ତର ଚାଲ ଏବେ ଆମେ ଏହି ଭିଡ଼ିଓ ମାଧ୍ୟମରେ ଖୋଜିବା। ଆମେ ପୂର୍ବ ଭିଡ଼ିଓରେ କ'ଣ କ'ଣ ଦେଖିଥିଲେ ନା ଖାଦ୍ୟ ଆମକୁ କେଉଁ କେଉଁ କ୍ଷେତ୍ରରେ ସାହାଯ୍ୟ କରୁଥିଲା। ଏବେ ଚାଲ ଆମେ ସେଇଟାକୁ ପୁନରାବୃତ୍ତି କରିବା ଯେ ଖାଦ୍ୟ ଆମକୁ କେଉଁ କେଉଁ କ୍ଷେତ୍ରରେ ସାହାଯ୍ୟ କରୁଥିଲା। ତାହେଲେ ଖାଦ୍ୟ ଆମକୁ ଶରୀରର ବୃଦ୍ଧିରେ ବା ଶରୀରର ବିକାଶରେ, ମାଂସପେଶୀର ତିଆରିରେ, ଖେଳିବା, ଶିକ୍ଷା କରିବା ଆଦି ବିଭିନ୍ନ ଶରୀରର କାର୍ଯ୍ୟକଳାପ ପାଇଁ ଶକ୍ତି ଯୋଗାଉଥିଲା। ସେହିଭଳି ଶରୀରର କ୍ଷତର ଭରଣ ଓ ଶରୀରର ପରିଚାଳନା ପାଇଁ ଆମକୁ ଶକ୍ତି ଯୋଗାଉଥିଲା। ବା ଆମେ କହିପାରିବା ଏହି ସବୁ କ୍ଷେତ୍ରରେ ଆମକୁ ଖାଦ୍ୟ ଶକ୍ତି ଯୋଗାଉଥିଲା। ତାହେଲେ ଆମ ଶରୀରକୁ କ୍ରମାଗତ ଭାବରେ ଭିନ୍ନ ଭିନ୍ନ ଜିନିଷର ଆବଶ୍ୟକତା ରହିଛି ଏବଂ ସେହି ଆବଶ୍ୟକତାକୁ ଖାଦ୍ୟର ଭିନ୍ନ ଭିନ୍ନ ଉପାଦାନ ହିଁ ପୂରଣ କରିଥାଏ। ଖାଦ୍ୟର କିଛି ଉପାଦାନ ଶରୀରର ବୃଦ୍ଧିରେ ସହାୟକ ହୋଇଥାଏ, କିଛି ଉପାଦାନ ଶରୀରର କାର୍ଯ୍ୟକଳାପ ପାଇଁ ଶକ୍ତି ଯୋଗାଇଥାଏ, କିଛି ଉପାଦାନ କ୍ଷତ ଭରଣ ଓ ଶରୀରର ପରିଚାଳନା ପାଇଁ ଶକ୍ତି ଯୋଗାଇଥାଏ ବା ସାହାଯ୍ୟ କରିଥାଏ ଏବଂ ଆଉ କିଛି ଉପାଦାନ ମାଂସପେଶୀ ତିଆରିରେ ମଧ୍ୟ ଆମକୁ ସାହାଯ୍ୟ କରିଥାଏ। ଏହି ପ୍ରକାର ଖାଦ୍ୟର ବିଭିନ୍ନ ପୋଷକ ତତ୍ତ୍ୱ ଆମକୁ ଶରୀରର ବିଭିନ୍ନ କାର୍ଯ୍ୟ ପାଇଁ ସହାୟକ ହୋଇଥାଏ। ତାହେଲେ ଖାଦ୍ୟର ଏହି ସବୁ ବିଶେଷ ଉପାଦାନ ମାନଙ୍କୁ ପୋଷକ ତତ୍ତ୍ୱ ବୋଲି କୁହାଯାଏ ବା ଆମେ ତାକୁ ପୋଷକ ବୋଲି କହିପାରିବା। ତାହେଲେ ଏହି ପୋଷକ ତତ୍ତ୍ୱ କ'ଣ ନା ଏହା ହେଉଛି ସେହି ବିଶେଷ ଉପାଦାନ ଯିଏକି ଶରୀରର ଅଭିବୃଦ୍ଧି, ଶରୀରକୁ ଶକ୍ତି ଯୋଗାଇବା, ଶରୀରର ମରାମତି ବା କ୍ଷତକୁ ଭରଣ କରିବା ଏବଂ ଶରୀରର ପରିଚାଳନା ଓ ମାଂସପେଶୀ ତିଆରିରେ ସାହାଯ୍ୟ କରିଥାଏ ବା ସେଥିପାଇଁ ସେ ଦାୟୀ ରହିଥାଏ। ଏବେ ଚାଲ ଏହି ପୋଷକ ତତ୍ତ୍ୱ, ଏଇ ଯେଉଁ ପୋଷକ ତତ୍ତ୍ୱ ବିଷୟରେ ଆମେ ସବୁ ପଢ଼ିଲେ ତାର କିଛି ଉଦାହରଣ ଦେଖିବା। କେଉଁ କେଉଁ ପୋଷକ ତତ୍ତ୍ୱ ଆମକୁ ସାହାଯ୍ୟ କରିଥାଏ ବା ଶରୀର ଗଠନରେ ସାହାଯ୍ୟ କରିଥାଏ, ମାଂସପେଶୀ ତିଆରିରେ ସାହାଯ୍ୟ କରିଥାଏ, ବିଭିନ୍ନ କାର୍ଯ୍ୟକଳାପ ପାଇଁ ଶକ୍ତି ଯୋଗାଇଥାଏ ଏବଂ କ୍ଷତ ଭରଣ ପାଇଁ ବା ଶରୀରର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ କେଉଁ କେଉଁ ପୋଷକ ତତ୍ତ୍ୱ ଆମକୁ ସାହାଯ୍ୟ କରିଥାଏ, ଚାଲ ତାର କିଛି ଉଦାହରଣ ଦେଖିବା। ତାହେଲେ ଏହି ପୋଷକ ତତ୍ତ୍ୱ ବା ପୋଷକର କିଛି ଉଦାହରଣ ହେଲା, ପ୍ରଥମରେ ମୁଁ ନେବି ଶ୍ୱେତସାର ବା ଯାହାକୁ ଆମେ କାର୍ବୋହାଇଡ୍ରେଟ୍ ବୋଲି କହୁଛେ। ତାହେଲେ ଦ୍ୱିତୀୟ ପୋଷକ ତତ୍ତ୍ୱ କ'ଣ ନା ପୁଷ୍ଟିସାର, ଯାହାକୁ ଆମେ ପ୍ରୋଟିନ୍ ବୋଲି କହୁଛେ। ତୃତୀୟ ପୋଷକ ତତ୍ତ୍ୱ କ'ଣ ନା ସ୍ନେହସାର, ଯାହାକୁ ଆମେ ଇଂରାଜୀରେ ଫ୍ୟାଟ୍ ବୋଲି କୁହେ ଏବଂ ଚତୁର୍ଥ ପୋଷକ ତତ୍ତ୍ୱ ବା ପୋଷକ କ'ଣ ନା ଭିଟାମିନ୍। ତାହେଲେ ପଞ୍ଚମ ପୋଷକ ତତ୍ତ୍ୱ କ'ଣ ନା ଧାତୁସାର ବା ଯାହାକୁ ଆମେ ମିନେରାଲ୍ସ ବୋଲି କହିଥାଏ। ତାହେଲେ ଏଥିରୁ କିଛି ପୋଷକ ତତ୍ତ୍ୱ ବା କିଛି ପୋଷକ ଆମେ ଅଧିକ ମାତ୍ରାରେ ଦରକାର କରିଥାଏ ବା ଆମ ଶରୀର ଅଧିକ ମାତ୍ରାରେ ଦରକାର କରିଥାଏ ଏବଂ କିଛି ପୋଷକ ତତ୍ତ୍ୱକୁ ଆମ ଶରୀର ବହୁତ କମ୍ ମାତ୍ରାରେ ଦରକାର ପଡ଼ିଥାଏ। ତାହେଲେ ଆମେ ସେଇ ଆଧାରରେ ଏମାନଙ୍କୁ କ'ଣ କ'ଣ କୁହାଯାଏ ଏବେ ଚାଲ ଦେଖିବା। ତୁମେମାନେ ଦେଖୁଥିବା ଏହି ଶ୍ୱେତସାର ବା କାର୍ବୋହାଇଡ୍ରେଟ୍, ପୁଷ୍ଟିସାର ବା ପ୍ରୋଟିନ୍ ଏବଂ ସ୍ନେହସାର ଯାହାକୁ ଫ୍ୟାଟ୍ କୁହାଯାଏ, ଏହା ଆମ ଶରୀରକୁ ଅଧିକ ମାତ୍ରାରେ ଦରକାର ପଡ଼ିଥାଏ। ତେଣୁ ଆମେ ଏହାକୁ ମାକ୍ରୋ ନ୍ୟୁଟ୍ରିଏଣ୍ଟ କହିଥାଉ ବା ସ୍ଥୂଳ ପୋଷକ କହିଥାଉ। ତାହେଲେ ଏଇଟା ଅଧିକ ପରିମାଣରେ ଆବଶ୍ୟକ ହୋଇଥାଏ ଶରୀର ପାଇଁ, ତେଣୁ ଆମେ ଏହାକୁ ସ୍ଥୂଳ ପୋଷକ ବୋଲି କହିଥାଉ। ଆଉ ଯେଉଁ ବାକି ରହିଗଲା ଭିଟାମିନ୍ ଆଉ ଧାତୁସାର, ଏହା ଆମ ଶରୀରକୁ କମ୍ ପରିମାଣରେ ବା ଅଳ୍ପ ପରିମାଣରେ ଦରକାର ହୋଇଥାଏ ବା ଆମ ଶରୀର ଅଳ୍ପ ପରିମାଣରେ ଏହାକୁ ଆବଶ୍ୟକ କରିଥାଏ। ତେଣୁ ଏହାକୁ ମାଇକ୍ରୋ ନ୍ୟୁଟ୍ରିଏଣ୍ଟ ବା ସୂକ୍ଷ୍ମ ପୋଷକ ବୋଲି କୁହାଯାଏ। ତାହେଲେ ଏବେ ଆମେ ଜାଣିଲେ ସ୍ଥୂଳ ପୋଷକ କ'ଣ ଆଉ ସୂକ୍ଷ୍ମ ପୋଷକ କ'ଣ। ଏହା ବିଷୟରେ ଆମେ ଆଗାମୀ ଭିଡ଼ିଓରେ ବହୁତ ଅଧିକ ଆଲୋଚନା କରିବା ବା ଡିଟେଲ୍ସରେ ଆମେ ପଢ଼ିବା। କାହିଁକି ସେମାନଙ୍କୁ ସୂକ୍ଷ୍ମ ପୋଷକ କୁହାଯାଏ ଏବଂ କାହିଁକି ସେମାନଙ୍କୁ ସ୍ଥୂଳ ପୋଷକ କୁହାଯାଏ ବା କାହିଁକି ସେମାନଙ୍କୁ ମାକ୍ରୋ ନ୍ୟୁଟ୍ରିଏଣ୍ଟ କୁହାଯାଏ ଏବଂ କାହିଁକି ସେମାନଙ୍କୁ ମାଇକ୍ରୋ ନ୍ୟୁଟ୍ରିଏଣ୍ଟ ବୋଲି କୁହାଯାଇଥାଏ। ବା ମୁଁ କହିପାରିବି କାହିଁକି ଆମ ଶରୀର ଏହି ତିନୋଟି ଜିନିଷକୁ ଅଧିକ ଆବଶ୍ୟକ କରିଥାଏ ଏବଂ କାହିଁକି ଆମ ଶରୀର ଏହି ଦୁଇଟି ଜିନିଷକୁ କମ୍ ଆବଶ୍ୟକ କରିଥାଏ ବା ଏହି ଦୁଇଟି ପୋଷକକୁ କମ୍ ଆବଶ୍ୟକତା କରିଥାଏ। ଏହା ବିଷୟରେ ଆମେ ପରବର୍ତ୍ତୀ ଏକ ଭିଡ଼ିଓରେ ବହୁତ ବିସ୍ତୃତ ଭାବରେ ଆମେ ଆଲୋଚନା କରିବା। ତାହେଲେ ବର୍ତ୍ତମାନ ଦେଖ, ଏହି ଶ୍ୱେତସାର, ପୁଷ୍ଟିସାର, ସ୍ନେହସାର, ଭିଟାମିନ୍ ଆଉ ଧାତୁସାର ଏହିସବୁ ଆମକୁ କେଉଁଠାରୁ ମିଳୁଛି? କେଉଁଠାରୁ ମିଳୁଛି ନା ଖାଦ୍ୟରୁ ମିଳୁଛି। ଆମେ ଯେତେବେଳେ ଖାଦ୍ୟ ଖାଉଛେ ତାହେଲେ ସେଇଥିରୁ ଶ୍ୱେତସାର ମିଳୁଛି, ପୁଷ୍ଟିସାର ମିଳୁଛି, ସ୍ନେହସାର ମିଳୁଛି, ଭିଟାମିନ୍ ମିଳୁଛି ଆଉ ଧାତୁସାର ଆମକୁ ମିଳୁଛି। ତାହେଲେ କିଛି ଖାଦ୍ୟରେ ଅଧିକ ପରିମାଣରେ ଶ୍ୱେତସାର ଥାଏ, ଯେପରିକି ମୁଁ କହିପାରିବି ଭାତ।
ଭାତରେ କ'ଣ ଥାଏ ନା ଅଧିକ ପରିମାଣର ଶ୍ଵେତସାର ବା କାର୍ବୋହାଇଡ୍ରେଟ୍ ଥାଏ। ତେଣୁ ଆମେ ଏହି ଖାଦ୍ୟକୁ ବା ଯେଉଁ ଖାଦ୍ୟରେ ଅଧିକ ପରିମାଣରେ ଆମକୁ ଶ୍ଵେତସାର ମିଳୁଛି ବା କାର୍ବୋହାଇଡ୍ରେଟ୍ ମିଳୁଛି ତାହାକୁ ଆମେ ଶ୍ଵେତସାର ସମୃଦ୍ଧ ଖାଦ୍ୟ ବା ଶ୍ଵେତସାର ଯୁକ୍ତ ଖାଦ୍ୟ କହିଥାଉ। ଇଂରାଜୀରେ ତାକୁ କୁହାଯାଏ କାର୍ବୋହାଇଡ୍ରେଟ୍ ରିଚ୍ ଫୁଡ୍ ବା ଯେଉଁଥିରେ କାର୍ବୋହାଇଡ୍ରେଟ୍ର ପରିମାଣ ଅଧିକ ଥାଏ। ତାହେଲେ ସେଇଭଳି ଆମେ ପୁଷ୍ଟିସାର ଜାତୀୟ ଖାଦ୍ୟ ଦେଖିବା ଡାଲି। ତାହେଲେ ଏହି ଡାଲିରେ ଆମକୁ ଅଧିକ ପରିମାଣରେ ପୁଷ୍ଟିସାର ମିଳୁଛି, ତେଣୁ ଆମେ ତାକୁ କ'ଣ କହିବା ନା ପୁଷ୍ଟିସାର ଯୁକ୍ତ ଖାଦ୍ୟ କହିପାରିବା ବା ପୁଷ୍ଟିସାର ସମୃଦ୍ଧ ଖାଦ୍ୟ କହିପାରିବା ବା ଆମେ କହିପାରିବା ପ୍ରୋଟିନ୍ ରିଚ୍ ଫୁଡ୍ ବୋଲି ମଧ୍ୟ କହିପାରିବା। ତାହେଲେ ଯଦି ଆମେ ସ୍ନେହସାର ଯୁକ୍ତ ଖାଦ୍ୟ କଥା ଦେଖିବା ବା ଫ୍ୟାଟ୍ କଥା ଦେଖିବା ତାହେଲେ ଏହି ତେଲରେ ଆମର ଚର୍ବି ଅଂଶ ଅଧିକ ଥାଏ ବା ଫ୍ୟାଟ୍ ଅଧିକ ଥାଏ, ତେଣୁ ଆମେ ଆକୁ କ'ଣ କହିପାରିବା ନା ଚର୍ବିଯୁକ୍ତ ଖାଦ୍ୟ କହିପାରିବା। ତ ସେଇଭଳି ଆମକୁ ଭିଟାମିନ୍ କେଉଁଥିରୁ ମିଳୁଛି ନା ଫଳ ଗୁଡ଼ାକରେ ପ୍ରଚୁର ପରିମାଣରେ ଭିଟାମିନ୍ ଥାଏ, ତେଣୁ ଆମେ କ'ଣ କହିପାରିବା ନା ଏଇ ଫଳକୁ ଆମେ କ'ଣ କହିପାରିବା ନା ଭିଟାମିନ୍ ରିଚ୍ ଫୁଡ୍ ବୋଲି କହିପାରିବା ବା ଆମେ କହିପାରିବା ଭିଟାମିନ୍ ଯୁକ୍ତ ଖାଦ୍ୟ ବୋଲି କହିପାରିବା ବା ଭିଟାମିନ୍ ସମୃଦ୍ଧ ଖାଦ୍ୟ ବୋଲି ମଧ୍ୟ କହିପାରିବା। ସେଇଭଳି ଧାତୁସାର ଆମକୁ କେଉଁଥିରୁ ମିଳିଥାଏ ପ୍ରଚୁର ପରିମାଣରେ ନା ଲୁଣରୁ, ତେଣୁ ଲୁଣକୁ ଆମେ କ'ଣ କହିପାରିବା ନା ଧାତୁସାର ଯୁକ୍ତ ଖାଦ୍ୟ କହିପାରିବା ବା ଧାତୁସାର ସମୃଦ୍ଧ ଖାଦ୍ୟ କହିପାରିବା ବା ଆମେ କହିପାରିବା ମିନେରାଲ ରିଚ୍ ଫୁଡ୍ ବୋଲି କହିପାରିବା। ତାହେଲେ ଏହି ସବୁ ହେଉଛି କ'ଣ ନା ଆମେ ପୋଷକ ତତ୍ତ୍ୱକୁ ଆଧାର କରି ଖାଦ୍ୟର ଯେଉଁ ବର୍ଗୀକରଣ କରିଛେ ସେଗୁଡ଼ାକ ହେଉଛି ଏହିସବୁ ବା ଆମେ କହିପାରିବା ସେଇ ବର୍ଗୀକରଣ ଗୁଡ଼ିକ କ'ଣ କ'ଣ ନା ଆମେ ଶ୍ଵେତସାର କହିପାରିବା ଯାହାକୁ ଆମକୁ ଭାତରୁ ମିଳୁଛି, ତାହେଲେ ଭାତ ହେଉଛି କ'ଣ ନା ଶ୍ଵେତସାର ଯୁକ୍ତ ଖାଦ୍ୟ। ତାହେଲେ ପୁଷ୍ଟିସାର ଆମେ ପାଇପାରିବା, ପୁଷ୍ଟିସାର କେଉଁଥିରୁ ମିଳୁଛି ନା ଡାଲିରୁ, ଡାଲି ହେଉଛି ପୁଷ୍ଟିସାର ସମୃଦ୍ଧ ଖାଦ୍ୟ ବା ପ୍ରୋଟିନ୍ ରିଚ୍ ଫୁଡ୍। ସ୍ନେହସାର ଆମକୁ କେଉଁଥିରୁ ମିଳିଲା ତେଲରୁ, ତାହେଲେ ଆକୁ ଆମେ କ'ଣ କହିପାରିବା ନା ଆମେ ଏହାକୁ ସ୍ନେହସାର ଯୁକ୍ତ ଖାଦ୍ୟ କହିପାରିବା ବା ଆମେ ଚର୍ବି ଜାତୀୟ ଖାଦ୍ୟ ବୋଲି କହିପାରିବା। ତ ସେଇଭଳି ଭିଟାମିନ୍ କେଉଁଥିରୁ ମିଳୁଛି ନା ଫଳରୁ, ଏହାକୁ ଆମେ ଭିଟାମିନ୍ ଯୁକ୍ତ ଖାଦ୍ୟ କହିପାରିବା ବା ଭିଟାମିନ୍ ରିଚ୍ ଫୁଡ୍ ଖାଦ୍ୟ ବୋଲି କହିପାରିବା। ତାହେଲେ ଏଇଟାକୁ କ'ଣ କହିପାରିବା ଧାତୁସାର ଆମକୁ କେଉଁଥିରୁ ମିଳିଲା ନା ଲୁଣରୁ, ତାହେଲେ ଲୁଣକୁ ଆମେ କ'ଣ କହିପାରିବା ନା ମିନେରାଲ ରିଚ୍ ଫୁଡ୍ ବୋଲି ମଧ୍ୟ ଆମେ କହିପାରିବା। କିନ୍ତୁ ଏଇଠି ଆମେ ଗୋଟେ କଥା ମନେ ପକାଇବା କ'ଣ ନା ଆମେ ପୂର୍ବରୁ ଗୋଟେ ଭିଡ଼ିଓରେ କ'ଣ କରିଥିଲେ ନା ଖାଦ୍ୟର ଏଠି ଆମେ ଖାଦ୍ୟର ଉପାଦାନକୁ ଆଧାର କରି ଶ୍ରେଣୀଭୁକ୍ତ କରାଇଲେ, କିନ୍ତୁ ପୂର୍ବ ଭିଡ଼ିଓରେ ଆମେ ଦେଖିଥିଲେ କି ଖାଦ୍ୟକୁ ଆମେ ଉଦ୍ଭିଦଜାତ, ପ୍ରାଣୀଜାତ ଆଉ ଖାଦ୍ୟର ଅନ୍ୟାନ୍ୟ ଉତ୍ସ ଆଧାରରେ ଆମେ ଶ୍ରେଣୀଭୁକ୍ତ କରିଥିଲେ ବା ଶ୍ରେଣୀ ବିଭାଗ କରାଇଥିଲେ ବା ଆମେ କହିପାରିବା ତାକୁ ବର୍ଗୀକରଣ କରାଇଥିଲେ। ଏଠି ଆମେ କ'ଣ ଦେଖିଲେ ନା ଖାଦ୍ୟର ଉପାଦାନକୁ ବା ପୋଷକ ତତ୍ତ୍ୱକୁ ଆଧାର କରି ଆମେ ଏଠି ବର୍ଗୀକରଣ କରାଇଲେ। ତାହେଲେ ଆମେ ଏବେ ଜାଣିଲେ କ'ଣ ନା ପୋଷକ ତତ୍ତ୍ୱ ହେଉଛି ଖାଦ୍ୟର ଏକ ବିଶେଷ ଉପାଦାନ ବା ଜରୁରୀ ଉପାଦାନ ଯାହାକି ଶରୀରର ବୃଦ୍ଧି, ଶକ୍ତି ଯୋଗାଇବା, ମାଂସପେଶୀ ତିଆରି କରିବା, ଶରୀରର କ୍ଷତକୁ ଭରଣ କରିବା ଏବଂ ଶରୀରର ପରିଚାଳନା ପାଇଁ ମଧ୍ୟ ଶକ୍ତି ଯୋଗାଇଥାଏ। ଏଠାରେ ଆମେ ସେହି ପୋଷକ ତତ୍ତ୍ୱ ଯେପରିକି ଶ୍ଵେତସାର, ପୁଷ୍ଟିସାର, ସ୍ନେହସାର, ଭିଟାମିନ୍ ଏବଂ ଧାତୁସାର ବିଷୟରେ ଆମେ ଆଲୋଚନା କଲେ। ସେସବୁ କେଉଁ ଖାଦ୍ୟରୁ ମିଳୁଛି ତାହା ମଧ୍ୟ ଦେଖିଲେ ଏବଂ ଯେଉଁ ଖାଦ୍ୟରେ ଏହାର ପରିମାଣ ଅଧିକ ଥିବ ତାକୁ କେଉଁ ଖାଦ୍ୟ କୁହାଯାଏ ତାହା ମଧ୍ୟ ଏଠି ଦେଖିଲେ। ତେଣୁ ଆମ ଶରୀର ଭିନ୍ନ ଭିନ୍ନ ପ୍ରକାର ଖାଦ୍ୟ ସବୁବେଳେ ଆବଶ୍ୟକ କରିଥାଏ। ଆମେ କେବଳ ଭାତ ଖାଇ ରହିପାରିବାନି ବା କେବଳ ଭାତ ଖାଇଲେ ଆମ ଶରୀରକୁ ଆବଶ୍ୟକୀୟ ପୋଷକ ଦ୍ରବ୍ୟ ମିଳିବ ନାହିଁ। ସେହିଭଳି କେବଳ ଫଳ ଖାଇ ମଧ୍ୟ ଆମେ ବଞ୍ଚିପାରିବା ନାହିଁ, କେବଳ ପାଣି ପିଇ ମଧ୍ୟ ଆମେ ବଞ୍ଚିପାରିବା ନାହିଁ। ଏହା ଆମ ଶରୀର ପାଇଁ ପର୍ଯ୍ୟାପ୍ତ ନୁହେଁ, କାରଣ ଏହା ଆମ ଶରୀରର ଆବଶ୍ୟକତାକୁ ପୂରଣ କରିପାରିବ ନାହିଁ କିମ୍ବା ଆମ ଶରୀରରେ ଆବଶ୍ୟକ କରୁଥିବା ପୋଷକ ତତ୍ତ୍ୱକୁ ଏହା ପୂରଣ କରିପାରିବ ନାହିଁ। ତେଣୁ ଆମେ ସର୍ବଦା ଭିନ୍ନ ଭିନ୍ନ ପ୍ରକାର ଖାଦ୍ୟ ଖାଇବା ଉଚିତ ଯାହାକି ଆମ ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱକୁ ଯୋଗାଇବ ଏବଂ ଆମ ଶରୀର ସୁସ୍ଥ ରହିବ।